ପିଲାମାନେ, ଆଜି ଆମେ ଷଷ୍ଠ ଶ୍ରେଣୀ ଇତିହାସ ବହିର ନବମ ଅଧ୍ୟାୟଟିକୁ ପଢ଼ିବା। ଖ୍ରୀଷ୍ଟପୂର୍ବ 200ରୁ ଖ୍ରୀଷ୍ଟାବ୍ଦ 300 ମଧ୍ୟରେ ଭାରତ। ଆଜି ରବିବାର। ବବଲୁ ସକାଳୁ ଉଠି ଜଳଖିଆ ଖାଇଲା। ଏହି ସମୟରେ ଖବରକାଗଜବାଲା ଖବରକାଗଜ ସହିତ ସାପ୍ତାହିକ ଦେଇଗଲା। ସାପ୍ତାହିକରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ବିଷୟରେ ସୁନ୍ଦର ଗପଟିଏ ବାହାରିଥିଲା। ସେହି ଗପରୁ ଅଶୋକ ଜଣେ ସମ୍ରାଟ ଓ ସୁଶାସକ ଥିଲେ ବୋଲି ବବଲୁ ଜାଣିବାକୁ ପାଇଲା। ଏହା ସହ ଅଶୋକଙ୍କ ମୃତ୍ୟୁ ପରେ ତାଙ୍କ ଦୁର୍ବଳ ଉତ୍ତରାଧିକାରୀମାନେ ତାଙ୍କ ବିରାଟ ସାମ୍ରାଜ୍ୟକୁ ରକ୍ଷା କରିପାରିନଥିଲେ ବୋଲି ଜାଣି ତା ମନରେ ପ୍ରଶ୍ନ ଉଠିଲା, ଅଶୋକଙ୍କ ପରେ ଭାରତର ଅବସ୍ଥା କ'ଣ ହେଇଥିବ? ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ତା ପରଦିନ ସେ ବିଦ୍ୟାଳୟର ପାଠାଗାରକୁ ଯାଇ ଇତିହାସ ବହି ପଢ଼ି ତା ମନରେ ଉଠିଥିବା ପ୍ରଶ୍ନର ଉତ୍ତର ପାଇଗଲା। ସେ ପାଇଥିବା ଉତ୍ତରଗୁଡ଼ିକ ହେଉଛି, ଭାରତରେ ଖ୍ରୀଷ୍ଟପୂର୍ବ 200ରେ ମୌର୍ଯ୍ୟ ସାମ୍ରାଜ୍ୟ ପରି ବଡ଼ ସାମ୍ରାଜ୍ୟ ଗଠନ ହୋଇପାରିନଥିଲେ ମଧ୍ୟ ଏହି ସମୟରେ କେନ୍ଦ୍ର ଏସିଆ ଓ ଭାରତ ମଧ୍ୟରେ ବହୁବିଧ ସମ୍ପର୍କ ସ୍ଥାପିତ ହୋଇଥିଲା। ମୌର୍ଯ୍ୟ ଶାସନ ପରେ ପୂର୍ବ, ମଧ୍ୟ ଓ ଦକ୍ଷିଣ ଭାରତରେ ଶୁଙ୍ଗ, କାଣୁଆ ଓ ସାତବାହନ ଆଦି ବଂଶର ରାଜାମାନେ ଶାସନ କରୁଥିବା ବେଳେ ପଶ୍ଚିମ ଭାରତରେ କେନ୍ଦ୍ର ଏସିଆର କେତେକ ଶାସକ ଶାସନ କରୁଥିଲେ। ଏବେ ଭାରତୀୟ ଗ୍ରୀକମାନଙ୍କର ଶାସନ ବ୍ୟବସ୍ଥା ବିଷୟରେ ପଢ଼ିବା। ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ଉତ୍ତର ପଶ୍ଚିମ ଭାରତକୁ ଏକାଧିକ ବୈଦେଶିକ ଜାତି ଆକ୍ରମଣ କରିଥିଲେ। ଏହି ଆକ୍ରମଣକାରୀଙ୍କ ମଧ୍ୟରୁ ଉତ୍ତର ଆଫଗାନିସ୍ତାନର ଆମୁଦରିଆ ନଦୀର ଦକ୍ଷିଣରେ ଅବସ୍ଥିତ ବ୍ୟାକ୍ଟ୍ରିଆ ରାଜ୍ୟରେ ଶାସନ କରୁଥିବା ଗ୍ରୀକମାନେ ପ୍ରଥମେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ। ଏହି ଆକ୍ରମଣକାରୀମାନେ ବିଭିନ୍ନ ସମୟରେ ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେକ ସେଠାରେ ନିଜେ ଶାସନ କରିଥିଲେ ଓ ଆଉ କେତେକ ସେଠାରେ ନିଜର ଶାସନକର୍ତ୍ତା ନିଯୁକ୍ତ କରିଥିଲେ। ଶକ ଜାତିର ଲୋକମାନଙ୍କ ପ୍ରବଳ ଚାପ ଯୋଗୁଁ ଏହି ଅଞ୍ଚଳର ଶାସନକର୍ତ୍ତାମାନେ ପରବର୍ତ୍ତୀ ସମୟରେ ନିଜର ଶାସନ କାର୍ଯ୍ୟ ଚଳାଇ ପାରିନଥିଲେ। ଏହି ସମୟରେ ଚୀନର ବୃହତ ପ୍ରାଚୀର ନିର୍ମାଣ ହୋଇଯାଇଥିବାରୁ ଶକମାନେ ଚୀନ ଆଡ଼କୁ ଅଗ୍ରସର ହୋଇପାରିନଥିଲେ, ଯାହାର ଫଳସ୍ୱରୂପ ସେମାନେ ନିଜ ପଡ଼ୋଶୀ ଦେଶରେ ଶାସନ କରୁଥିବା ଗ୍ରୀକ ଓ ପଲ୍ଲବ ଶାସକମାନଙ୍କ ଉପରେ ନଜର ପକାଇଲେ। ଶକମାନଙ୍କ ଚାପ ଫଳରେ ବ୍ୟାକ୍ଟ୍ରିଆରେ ଶାସନ କରୁଥିବା ଗ୍ରୀକମାନେ ଭାରତ ଆଡ଼କୁ ଅଗ୍ରସର ହେଲେ। ମାନଙ୍କୁ ସେହି ସମୟରେ ଶାସନ କରୁଥିବା ଅଶୋକଙ୍କ ଦୁର୍ବଳ ଉତ୍ତରାଧିକାରୀମାନେ ପ୍ରତିରୋଧ କରିପାରିନଥିଲେ। ଫଳରେ ବ୍ୟାକ୍ଟ୍ରିଆରେ ଶାସନ କରୁଥିବା ଗ୍ରୀକମାନେ ପ୍ରଥମେ ଭାରତର ଉତ୍ତର ପଶ୍ଚିମାଞ୍ଚଳ ଅଧିକାର କରିଥିଲେ ଏବଂ ପରେ ଅଯୋଧ୍ୟା ଓ ପାଟଳିପୁତ୍ର ପର୍ଯ୍ୟନ୍ତ ମାଡ଼ି ଆସିଥିଲେ ବୋଲି କୁହାଯାଏ। ମାତ୍ର ଗ୍ରୀକମାନେ ସାମଗ୍ରିକ ଭାବେ ଭାରତରେ ନିଜର ଶାସନ ପ୍ରତିଷ୍ଠା କରିପାରିନଥିଲେ। ଗ୍ରୀକ ଶାସନକର୍ତ୍ତାମାନଙ୍କ ମଧ୍ୟରେ ମେନେଣ୍ଡର ଖ୍ରୀଷ୍ଟପୂର୍ବ 165ରୁ 145 ପ୍ରମୁଖ ଥିଲେ। କେତେକ ତାଙ୍କୁ ମିଳିନ୍ଦ ବୋଲି କହିଥାନ୍ତି। ସେ ତାଙ୍କର ରାଜଧାନୀ ସାକଳ, ବର୍ତ୍ତମାନର ପଶ୍ଚିମ ପଞ୍ଜାବର ସିଆଲକୋଟ ଠାରେ ସ୍ଥାପନ କରିଥିଲେ। ମେନେଣ୍ଡର ବୌଦ୍ଧଗୁରୁ ନାଗାର୍ଜୁନଙ୍କ ଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ଓ ସେ ନାଗାର୍ଜୁନଙ୍କୁ ବୌଦ୍ଧଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ମେନେଣ୍ଡର ପଚାରିଥିବା ପ୍ରଶ୍ନ ଓ ନାଗାର୍ଜୁନ ଦେଇଥିବା ଉତ୍ତର ମିଳିନ୍ଦପନହ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଅଛି। ଭାରତୀୟ ଗ୍ରୀକମାନେ ଭାରତରେ ଅନେକ ଗୁଡ଼ିଏ ମୁଦ୍ରା ପ୍ରଥମେ ପ୍ରଚଳନ କରିଥିଲେ। ପରବର୍ତ୍ତୀ ଶତାବ୍ଦୀରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ମୁଦ୍ରା ପ୍ରଚଳିତ ହୋଇଥିଲା। ଏହାଛଡ଼ା ଭାରତରେ ସେମାନେ ବୌଦ୍ଧ ଶିଳ୍ପ କଳାର ପୃଷ୍ଠପୋଷକତା କରୁଥିଲେ, ଯାହାକୁ ଗାନ୍ଧାର କଳା ମଧ୍ୟ କୁହାଯାଏ। ଭାରତରେ ଶାସନ କରୁଥିବା ଗ୍ରୀକମାନେ କାଳକ୍ରମେ ଭାରତୀୟ ସଂସ୍କୃତି ଓ ଧର୍ମ ଗ୍ରହଣ କରିଥିଲେ। ଆହୁରି ମଧ୍ୟ ପରସ୍ପର ମଧ୍ୟରେ ସମ୍ପର୍କ ବଢ଼ାଇବା ପାଇଁ ବୈବାହିକ ସମ୍ବନ୍ଧ ସ୍ଥାପନ କରି ଭାରତୀୟ ନାମ ଧାରଣ କରିଥିଲେ, ଯାହାର ଫଳସ୍ୱରୂପ
ସେମାନେ ଭାରତୀୟ ବୋଲି ପରିଗଣିତ ହେଲେ ଏବଂ ସେମାନଙ୍କର ମୂଳ ପରିଚୟ ଲୋପ ପାଇଲା। ପିଲାମାନେ, ଏବେ ଆମେ ଶକମାନଙ୍କର ଶାସନ ବ୍ୟବସ୍ଥା ପଢ଼ିବା। ଭାରତୀୟ ଗ୍ରୀକମାନଙ୍କ ପରେ ଉତ୍ତର ପଶ୍ଚିମ ଭାରତରେ ଶକମାନେ ଶାସନ କରିଥିଲେ। ଗ୍ରୀକମାନଙ୍କ ଅପେକ୍ଷା ଶକମାନେ ଭାରତର ଅଧିକ ଅଞ୍ଚଳରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ। ଶକମାନେ ମଙ୍ଗୋଲୀୟମାନଙ୍କର ଏକ ଶାଖା ଥିଲେ। ସେମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ। ସେମାନଙ୍କୁ ସେଠାରୁ ୟୁଚି ଜାତିର ଲୋକମାନେ ବିତାଡ଼ିତ କରିବାରୁ ସେମାନେ ଭାରତ ଆଡ଼କୁ ଅଗ୍ରସର ହେଲେ ଏବଂ ଭାରତୀୟ ଗ୍ରୀକ ରାଜ୍ୟ ଅଧିକାର କରି ନିଜର ଶାସନ ପ୍ରତିଷ୍ଠା କଲେ। ଶକମାନେ 5ଟି ଭାଗରେ ବିଭକ୍ତ ହୋଇ ଭାରତ ଓ ଆଫଗାନିସ୍ତାନରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ। ଏହି ଭାଗଗୁଡ଼ିକ ମଧ୍ୟରୁ ପ୍ରଥମ ଭାଗ ଆଫଗାନିସ୍ତାନରେ ଓ ଦ୍ୱିତୀୟ ଭାଗଟି ଭାରତର ତକ୍ଷଶିଳାଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରି ଶାସନ କରିଥିଲେ। ତୃତୀୟ ଭାଗଟି ମଥୁରାରେ ରହି 200 ବର୍ଷ ଧରି ଶାସନ କରିଥିଲେ। ଚତୁର୍ଥ ଭାଗଟି ପଶ୍ଚିମ ଭାରତରେ ବସବାସ କରି ଖ୍ରୀଷ୍ଟୀୟ 4ର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ ଓ ପଞ୍ଚମ ଭାଗଟି ଦାକ୍ଷିଣାତ୍ୟର ଉପର ଭାଗରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ। ଭାରତୀୟ ରାଜା ଓ ଲୋକମାନଙ୍କଠାରୁ ଶକମାନେ କୌଣସି ପ୍ରତିରୋଧର ସମ୍ମୁଖୀନ ହୋଇନଥିଲେ। ମାତ୍ର କିମ୍ବଦନ୍ତୀ ଅନୁସାରେ ଉଜ୍ଜୟିନୀର ଜଣେ ରାଜା ଶକମାନଙ୍କୁ ସଫଳ ଭାବେ ପ୍ରତିରୋଧ କରି ତଡ଼ି ଦେବାରେ ସମର୍ଥ ହୋଇଥିଲେ। ସେ ଖ୍ରୀଷ୍ଟପୂର୍ବ 58 ମସିହାରେ ଶକମାନଙ୍କୁ ପରାସ୍ତ କରି ନିଜକୁ ବିକ୍ରମାଦିତ୍ୟ ଉପାଧିରେ ଭୂଷିତ କରି ବିକ୍ରମ ସମ୍ବତ ବା ଅଦ ପ୍ରଚଳନ କରିଥିଲେ। ତାଙ୍କ ପରେ ଆହୁରି ଅନେକ ରାଜା ବିକ୍ରମାଦିତ୍ୟ ଉପାଧି ଧାରଣ କରି ଶାସନ କରିଥିଲେ। ଏହି ପ୍ରଥା ଖ୍ରୀଷ୍ଟାବ୍ଦ 1400 ପର୍ଯ୍ୟନ୍ତ ପଶ୍ଚିମ ଭାରତ ଓ ଦାକ୍ଷିଣାତ୍ୟରେ ଚଳି ଆସିଥିଲା। ଶକମାନେ ଭାରତର ବିଭିନ୍ନ ଭାଗରେ ଶାସନ କରୁଥିଲେ ମଧ୍ୟ କେବଳ ପଶ୍ଚିମ ଭାରତରେ ସେମାନେ ଦୀର୍ଘ 400 ବର୍ଷ ଧରି ନିଜର ଶାସନ ଚଳାଇଥିଲେ। ଶକ ରାଜାମାନଙ୍କ ମଧ୍ୟରେ ରୁଦ୍ରଦାମନ ଖ୍ରୀଷ୍ଟାବ୍ଦ 130 150 ଶ୍ରେଷ୍ଠ ଥିଲେ। ସେ ମାଳବ, ସୌରାଷ୍ଟ୍ର, ଗୁଜରାଟ, ଉତ୍ତର କୋଙ୍କଣ ଉପକୂଳ ଏବଂ ନର୍ମଦା ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ। ଆହୁରି ମଧ୍ୟ ସେ ମୌର୍ଯ୍ୟ ଶାସନ କାଳରେ ଜଳସେଚନ ପାଇଁ ତିଆରି ହୋଇ ବହୁଦିନ ବ୍ୟବହୃତ ହୋଇନଥିବା ସୁଦର୍ଶନ ହ୍ରଦର ମରାମତି କରାଇ ସୁନାମ ଅର୍ଜନ କରିଥିଲେ। ରୁଦ୍ରଦାମନ ସଂସ୍କୃତ ଭାଷାକୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ଏଥିରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା। ସେ ବିଦ୍ୱାନ ପଣ୍ଡିତମାନଙ୍କୁ ସମ୍ମାନ ଦେଇ ଆଦର କରୁଥିଲେ। ଆହୁରି ମଧ୍ୟ ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗୀତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା ବୋଲି ତାଙ୍କ ସମୟରେ ଏକ ପ୍ରାଚୀନ ଶିଳାଲିପିରୁ ଜଣାଯାଏ। ସେ ଭାରତର ଶାସନ କରୁଥିବା ସାତବାହନ, ଲିଚ୍ଛବୀ ଇତ୍ୟାଦି ରାଜପରିବାର ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ। ଶକମାନେ ଭାରତୀୟ ଲୋକମାନଙ୍କ ରୀତିନୀତି ଓ ଚଳଣୀରେ ସାମିଲ ହୋଇଥିଲେ ଏବଂ ଭାରତୀୟ ସଂସ୍କୃତି ଗ୍ରହଣ କରି ଗ୍ରୀକମାନଙ୍କ ପରି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହୋଇଯାଇଥିଲେ।